চিন্তা কলে ଏ ଆଶ୍ରମ ଭିତରେ ବାବା ତିଆରି ଯଜ୍ଞ କରୁଛି ତ୍ରିଶକ୍ତିକୁ ବାନ୍ଧିଛି ନିଶ୍ଚିତ ଭାବରେ ମୁଁ ଯାଇ ଫିଟାଇ ତ୍ରିଶକ୍ତିକୁ ଉଦ୍ଧାର କରି ନେଇକରି ଯିବି ଆଶ୍ରମର ବାବା ଦ୍ୱାର ହେଉଛି ଚାରିଟା ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଯେଉଁ ଦ୍ୱାର ଦେଇ ଯିବା ପାଇଁ ଗଣେଶ ଚେଷ୍ଟା କଲେ ଆଶ୍ରମ ଭିତରକୁ ବାବା ଆଜିର ଅଟ୍ଟହାସରେ ଗଣେଶ ଖଣ୍ଡ ଦିନରେ ଆସି ପଡ଼ନ୍ତି ଆଶ୍ରମ ଭିତରକୁ ପ୍ରବେଶ କରିପାରିଲେ ନା କେତେ ଚେଷ୍ଟା କଲେ ବାପା ଗଣେଶ ଆଶ୍ରମ ଭିତରକୁ ପ୍ରବେଶ କରିବା ପାଇଁ ବାବାଜୀ ଯେଉଁ ଆହୁତି ଦଉଛି ଏବଂ ଥରେ ଥରେ ହାସ୍ୟ ହସୁଛି ସେ ଅଟ୍ଟହାସ୍ୟରେ ଗଣେଶ ସୋ ଯାଇ ଖଣ୍ଡେ ଦୂରରେ ପଡ଼ନ୍ତି ଚିନ୍ତା କଲେ ଗଣେଶ ଆଉ କଣ ମୁଁ ଜାଣିପାରିବି ଦେବଗୁରୁ ଦେବତାମାନେ ଯେଉଁ ପ୍ରୟାସ କରୁଥିଲି ଯଦି ତ୍ରିଶକ୍ତିକୁ ଉଦ୍ଧାର ନ କରେ ତାହେଲେ ଦେବପୁରକୁ ଗଲେ ମୁଁ ମରିବା ଯାହା ବଞ୍ଚିବା ତାହା ତାହେଲେ ତ୍ରିଶକ୍ତିକୁ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ମୁଁ ସ୍ଥାନ ଛାଡ଼ି ଯାଇପାରିବି ନାହିଁ ତେଣୁ ଅପେକ୍ଷା କଲେ ଗୋଟିଏ ବୃକ୍ଷ ମୂଳରେ ଗଣେଶ ରାତି ପାହି ଯାଇଛି ଗଣେଶ ଅପେକ୍ଷାରତ କିଏ ଜଣେ ଯଦି ଆସି ଉଦ୍ଧାର କରନ୍ତେ ତ୍ରିଶକ୍ତିକୁ ମୁଁ ନେଇ ଚାଲି ଯାଆନ୍ତି ସକାଳ ହେଇଯାଇଛି ଗଣେଶଙ୍କର ଅନତି ଦୂରରେ ବାପା ଲକ୍ଷ୍ୟ ପଡ଼ିଗଲା ଗୋଟିଏ ରଥଟାଏ ଆସୁଛି ଘର ଘର ନାଁ ଯୋଉଟା ରଥଟାଏ ଆସୁଛି ରଥ ଉପରେ ଜଣେ ରାଜା ବସିଛନ୍ତି ଆଜାରୁ ରଙ୍ଗିତ ବାବୁ ହେବ ପକ୍ଷ ଏତେ ଟଙ୍କା ହଉଛି ଗଣେଶ ଚିନ୍ତା କଲେ ଇଏ ଜଣେ ଦକ୍ଷ ରାଜା ଏଡ଼େ ସୁନ୍ଦର ରାଜା ଏ ନିଶ୍ଚିତ କ୍ଷତ୍ରିୟ ହେଇଥିଲି ଏ ରାଜାକୁ ଯଦି କୌଣସି ପ୍ରକାରରେ ମୁଁ ସେ ଆଶ୍ରମ ନିକଟକୁ ନେଇଯିବି ହୁଏତ ଏ ରାଜା ଉଦ୍ଧାର କରିଦେଇ ପାରନ୍ତି ନାଇଁ ପ୍ରକୃତରେ ଯଦି ଇଏ କ୍ଷତ୍ରିୟ ହେଇଥିବେ ଇଏ ତ୍ରିଶକ୍ତିଙ୍କର ତିନି ନାରୀଙ୍କର କାନ୍ଦଣାକୁ ଏ ରାଜା ସହିପାରିବେନି ନିଶ୍ଚିତ ଉଦ୍ଧାର କରିବେ ରାଜାର ଧର୍ମ ତେଣୁ ଗଣେଶ କଲେ କଣ ଆଉ ସେ ରାଜା ଆସୁଥିଲେ କିଏ ସେ ରାଜା ସେ ରାଜା କିଏ କିରେ କହିଲେ ହରିଶ୍ଚନ୍ଦ୍ର ଇତି ଖ୍ୟାତ ଆସିତ ତ୍ରେତାଯୁଗପୁର ପୃଥିବୀ ପାଳ ଅଯୋଧ୍ୟା କଟକର ରାଜା ହରିଶ୍ଚନ୍ଦ୍ର ଆସୁଛନ୍ତି ମୁଗ ଶିକାର କରିବା ପାଇଁ ଜଙ୍ଗଲ ଭିତରକୁ ଲକ୍ଷ୍ୟ ପଡ଼ିଗଲା ଗଣେଶଙ୍କର ଗଣେଶ କଲେ ଏଇ ରାଜା ନିଶ୍ଚିତ ଉଦ୍ଧାର କରିବେ ତ୍ରିଶକ୍ତି ନାଇଁ ଏତେ ବଡ଼ ରାଜା ବି ନିଶ୍ଚିତ ଉଦ୍ଧାର କରିବେ ଗଣେଶ କଲେ କଣ ସାର୍ ମୋର ଆସିନାହାନ୍ତି ବୋଧେ କାଲି ଯୋଉ ମାୟା କଥା କହୁଥିଲେ ଆସିନାହାନ୍ତି ନା ଆଉ କେତେବେଳକୁ ଆସିବେ ଗଣେଶ କଲେ କଣ ଗଣେଶ ମାୟାର ଗୋଟିଏ ପରାହରକୁ ଧାରଣ କଲେ ସୁବର୍ଣ୍ଣ ପରାହର ସୁବର୍ଣ୍ଣ ପରାହର ବାଧା ବାଧା ଜଙ୍ଗଲରେ ରହିଲେ ଯିଏ ବାଧା ଗାଁକୁ ଆସିଲେ ସେ ଘୁଷୁଛି ପରାହ ସୁବର୍ଣ୍ଣର ପରାହରକୁ ଧାରଣ କଲେ କିଏ ଗଜାନ କାହିଁକି ଧାରଣ କଲେ ରାଜା ଯେତେବେଳେ ୟାକୁ ଶିକାର କରିବା ପାଇଁ ଚାହିଁବ ଇଏ ଆଶ୍ରମ ଆଣିକି ବାଟ ପଢେଇ ପଢେଇ ସୁବର୍ଣ୍ଣର ପରାହରକୁ ଧାରଣ କରିଦେଇଛନ୍ତି ଗଣେଶ ଦୂରରୁ ରାଜା ହରିଶ୍ଚନ୍ଦ୍ରଙ୍କର ଲକ୍ଷ୍ୟ ପଡ଼ିଗଲା ଗୋଟେ ମନ୍ତ୍ରୀ ଦେଖିଲ ଏଭଳି ଯିବ এটা তো বড় ମୁଁ ଏଭଳି ରଙ୍ଗ କେବେ ଦେଖିନଥିଲି ଏମିତିଆ ଏତେ ବଡ଼ ମୂଷା ମୁଁ କେବେ ଦେଖିନି ମୂଷା ଦେଖିଛି କାଠୁଆ ମୂଷା ଚାଲୁଆ ମୂଷା ଦେଖିଛି କିନ୍ତୁ ଏମିତିଆ ଜଙ୍ଗଲୀ ମୂଷା ଏତେ ବଡ଼ ମୂଷା ନା କଣ ତାପରେ ଏଟାକୁ ଦେଖୁଛୁ ବଡ ହାଟା ମୂଷା ଭଳି ନୁହେଁ କି ଏତେ ବଡ଼ ଇଏ ବରାହକୁ ଶିକାର କରିବା ହରିଶ୍ଚନ୍ଦ୍ର କହିଲେ ମନ୍ତ୍ରୀ କହିଲେ ଆଜ୍ଞା ଚିନ୍ତା କରନ୍ତୁ ଆଗେ ସୁବର୍ଣ୍ଣର ବରାହକୁ ସଂସାରରେ ନାହିଁ ହୁଏତ ଏ ଜଙ୍ଗଲ ଶ୍ମଶାନ ଭିତରେ ଅସୁର ମାନଙ୍କର କିମିଆ ହୋଇଥିବ ମାୟା କିଛି ହେଇକୁଛି ଥିବ
ନା ହରିଶ୍ଚନ୍ଦ୍ର ସମ୍ମୁଖରେ ପୁଣି ମାୟା ଆସିବ ଆଁ? ନା ରଥ ବେଗେ ନିଅ ସେ ବଡା ହବ ବଡା ହବ ପଛରୁ ପତି ଯେ ଆଶ୍ରମ ନିକଟକୁ ଯିବ ବୋଲି ବେଳେ ବେଳେ ଦୃଷ୍ଟି ଅଗ୍ରରେ